ମାଛରେ ଆଗ ଲୁଣ ହଳଦୀ ଗୋଳେଇ ଦେଲେ ତାପରେ ମାଛକୁ ଆମେ ଭାଜିବା ତାପରେ ଝାଲ କରିବା। ରସୁଣ ଜିରା ମିକ୍ସ କରିକି ବଟା ହଉଛି। ଲଙ୍କା ରସୁଣ ଜିରା କଉ ମାଛ ଭଜା ହଉଛି। ଏବେ ଭାଜି ସାରିଲା ପରେ ଆମେ ଏଥିରେ ମସଲା ଦେଇକି ଝାଲ କରିବା। ଆମର ବଢ଼ିଆ ସେ ଭଜା ହେଇଯାଇଛି। ଏବେ ଆମେ ସେଥିରେ ଏଇ ଗରମ ତେଲରେ ବଟା ହେଇଥିବା ଅଦା ରସୁଣ ଜିରା ଲଙ୍କା ରସୁଣ ଜିରା ଢାଳିଦେବା। ସେଥିରେ ଅଳ୍ପ ହଳଦୀ ଆଉ ଟିକେ ଲୁଣ ଦେବା। ଦେଇଦେଲେ ଆମର ମାଛ ଝାଲ ରେଡ଼ି ହେଇଯିବ। ଟିକେ ଘୋଡ଼େଇ ଦେବା, ଆସ୍ତେ ଆସ୍ତେ ସିମ୍ କରିଦେବା। ସିମ୍ କରିଦେବା, ଟିକେ ଫୁଟିଗଲେ ହେଇଯିବ। ରେଡି, ପୁରା ରେଡି। ବନ୍ଧୁମାନେ ଆଉ ଥରେ ଘରେ ଏମିତି ଟ୍ରାଏ କରିକି ଖାଇବେ। ଆମେ ଯେମିତି କରୁଛୁ ଦେଖନ୍ତୁ। ଏ ପ୍ରକାର ମାଛ ଝାଲ ଗଲେ ବହୁତ ଟେଷ୍ଟି ଲାଗେ। ଏମିତି କରିକି ଘରେ ଖାଇବେ। ଆମ ରୋଷେଇ ଭଲ ହେଲେ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।